ପିଲାମାନେ ଆଜି ଆଲୋଚନା କରିବା ଧୀରେ ରାଧା କର ଧରି। ଧୀରେ ରାଧା କର ଧରି ଏହି କବିତା ବିଷୟରେ ଆଜି ଆଲୋଚନା କରିବା। କବିତାର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ଅତି ଉଚ୍ଚ କୋଟିର କବିତା ବିଷୟରେ ଆଜି ଆମେ ଆଲୋଚନା କରିବା। କବି ଅଭିମନ୍ୟୁ ସାମନ୍ତରାୟ। ବିଦ୍ଗତ କବି ଅଭିମନ୍ୟୁ ସାମନ୍ତରାୟ ରୀତିକାବ୍ୟ ପରମ୍ପରାର ଜଣେ ପ୍ରତିଷ୍ଠିତ କାବ୍ୟ ପ୍ରତିଭା। ବୈଷ୍ଣବ କାବ୍ୟତ ପ୍ରେମ ଭାବନା, କବିତ୍ୱ, ପାଣ୍ଡିତ୍ୟ ଓ ରସିକତାରେ ସେ ଜଣେ ଅନ୍ୟାନ୍ୟ ରସମୟ କବିରେ ଖୁବ୍ ପରିଚିତ। ଓଡ଼ିଆ ସାହିତ୍ୟ ଜଗତରେ ଏକ ଚର୍ଚ୍ଚିତ କବି ହିସାବରେ ସେ ପ୍ରତିଷ୍ଠିତ ଲାଭ କରିଛନ୍ତି। ଧୀରେ ରାଧା କର ଧରି କବିତାଟି କବି ଅଭିମନ୍ୟୁଙ୍କର ବିଦ୍ଗତ ଚିନ୍ତାମଣି କାବ୍ୟରୁ ଆସିଅଛି। ଏଠାରେ କୃଷ୍ଣ ଏବଂ ପ୍ରେମ ସ୍ୱରୂପା ରାଧାଙ୍କର ଅପ୍ରାକୃତିକ ଲୀଳା ସମ୍ପର୍କରେ ଆଲୋଚନା କରାଯାଇଛି। ବୃନ୍ଦାବନରେ ବିରାଜମାନ ଋତୁରାଜ ବସନ୍ତ ରାଧା ବିରହ ଜ୍ୱାଳାରେ ଜର୍ଜରିତ ରସରାଜ ଶ୍ରୀକୃଷ୍ଣ ନିଜର ରାଧାନୁକତା ଭାବକୁ ଦ୍ୟୁତି ନିକଟରେ ପ୍ରକାଶ କରି ମିଳନ ସଂଗଠନ ପାଇଁ ନିବେଦନ କରିଛନ୍ତି। ଏହି କବିତାରେ ଆଲୋଚନା କରାଯାଇଛି। ଏହି କବିତାରେ ଆମେ ଆଲୋଚନା କରିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଶା କରେ ଏହି ପ୍ରଶ୍ନ ଗୁଡ଼ିକ ତୁମ ପରୀକ୍ଷାରେ ଆସିପାରେ। ପ୍ରଥମ ପ୍ରଶ୍ନଟି ହେଉଛି କୃଷ୍ଣଙ୍କ ବିନା ରାଧାଙ୍କର କେଉଁ ଭେଳା ବୁଡ଼ି ଯାଉଛି। କ୍ୱେଶ୍ଚିନ୍ ନମ୍ବର 1, କୃଷ୍ଣଙ୍କର ବିନା ରାଧାଙ୍କର କେଉଁ ଭେଳା ବୁଡ଼ି ଯାଉଛି? ପ୍ରୀତି ଭେଳା, ଶାନ୍ତି ଭେଳା, ଜୀବନ ଭେଳା, କାମ ଭେଳା। ଆନ୍ସର ବା ପ୍ରୀତି ଭେଳା। ପ୍ରୀତି ଅର୍ଥାତ୍ ପ୍ରେମ। କୃଷ୍ଣ ଯେ କେବଳ ରାଧାଙ୍କୁ ଭଲ ପାଆନ୍ତି ଏବଂ ରାଧା ଯେ କେବଳ କୃଷ୍ଣଙ୍କୁ ଭଲ ପାଆନ୍ତି, ଏଠାରେ କବି ସାମନ୍ତ ସିଂହାର ଅତି ଉଚ୍ଚ କୋଟି ଭାବରେ ବର୍ଣ୍ଣନା କରିଛନ୍ତି। ରାଧାର ସବୁକିଛି ହେଉଛନ୍ତି କୃଷ୍ଣ। କୃଷ୍ଣଙ୍କ ବିନା ରାଧା କେଉଁ ପୁରୁଷକୁ ପ୍ରୀତି ଭେଳା ଦେଇପାରିବନି। ତେଣୁକରି ଏ ପ୍ରୀତିର ଭେଳା ବୁଡ଼ି ଯାଉଛି ପ୍ରେମର ସାଗରରେ, ଏକଥା କବି ବର୍ଣ୍ଣନା କରିଛନ୍ତି। ରାଧା ଦୂତୀଙ୍କୁ କେଉଁ ମନ୍ତ୍ର ମାଗିବା ପାଇଁ କହିଛନ୍ତି? ପ୍ରୀତିର ମନ୍ତ୍ର ନା ସମ୍ମୋହନ ମନ୍ତ୍ର, ବଶୀକରଣ ମନ୍ତ୍ର ନା ପ୍ରେମ ଛାଡ଼ିବାର ମନ୍ତ୍ର? ଯଦି ଆନ୍ସର ଆମେ ଆଲୋଚନା କରିବା ତେବେ ଇୟା ହେବ ପ୍ରେମ ଛଡ଼ାଇବାର ମନ୍ତ୍ର। ଯେଉଁ କଷ୍ଟ ପାଉଛନ୍ତି ରାଧା କୃଷ୍ଣଙ୍କର ବିରହରେ, ସେ ଦୂତୀକୁ ପଚାରୁଛନ୍ତି, ଏ ଦୂତୀ କୁହ ମୋତେ, ମୁଁ କେଉଁ ମନ୍ତ୍ର ଉଚ୍ଚାରଣ କଲେ ଏଇ କୃଷ୍ଣର ପ୍ରେମକୁ ଛଡ଼େଇ ପାରିବି? ତେଣୁ ପ୍ରକୃତ ଆନ୍ସର ହେଉଛି ପ୍ରେମ ଛଡ଼ାଇବା ମନ୍ତ୍ର। ଚକରର କାହା ବିନା ଗତି ନାହିଁ, ତାରା ବିନା, ଚନ୍ଦ୍ର ବିନା, କୁମୁଦ ଗ୍ରହଣ ନା ଗ୍ରହ ବିନା। ଚକରର କାହା ବିନା ଗତି ନାହିଁ। ଆନ୍ସରଟି ହେଉଛି ଚନ୍ଦ୍ର ବିନା ଚକରର ଗତି ନାହିଁ। ପରବର୍ତ୍ତୀ ପ୍ରଶ୍ନ, ବିରହ କାହା ସହିତ ତୁଳନୀୟ ନୁହେଁ? ଶତ୍ରୁତା ସହିତ, ବଜ୍ରପାତ ସହିତ, ବିଶ୍ୱାସଘାତ ସହିତ ନା କୋଟି ନାଗର ଘାତ ସହିତ?
ବିରହ କୋଟି ନାଗରର ଘାତ ସହିତ ତୁଳନୀୟ ନୁହେଁ। କାହା ପ୍ରତି ଆଦରକୁ ଶଶୀ ତ୍ୟାଗ କରିପାରେ ନାହିଁ। ତାରା, ଆକାଶ, ନିଶି କି ସାଗର? ଆନ୍ସର ହେବ ନିଶି। ନିଶି ପ୍ରତି ଆଦରକୁ ଶଶୀ ତ୍ୟାଗ କରିପାରିବ ନାହିଁ। ନିଶି ଅର୍ଥାତ୍ ରାତି, ଶଶୀ ମାନେ କାକର। ଯେମିତି ରାତି କାକର ପଡ଼େ, କାକର କେବେ ରାତିକି ଛାଡ଼ିପାରେ ନାହିଁ, ଠିକ୍ ସେଇଭଳି କୃଷ୍ଣଙ୍କୁ ରାଧା କେବେ ଛାଡ଼ିପାରିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ହେଉଛି ନାରୀ ମରା ନୀତିକୁ କିଏ ଦେଖି କରିଥାନ୍ତି? କୃଷ୍ଣ। ଚନ୍ଦ୍ର ବିନା କାହାର ଗତି ନାହିଁ। ଚକର, ଯେମିତି ଚକର ବିନା ଚନ୍ଦ୍ରର ଗତି ନାହିଁ, ଠିକ୍ ସେଇଭଳି ଚକର ବିନା ମଧ୍ୟ ଚନ୍ଦ୍ରର ଗତି ନାହିଁ। ନେକ୍ସଟ କ୍ୱେଶ୍ଚିନ୍, କାହା ବିନା ମୀନ ବଞ୍ଚି ପାରିବ ନାହିଁ? କାହା ବିନା ମୀନ ବଞ୍ଚି ପାରିବନି? ବନ, ବଣ, ଧୀବର ନା ଚାତକ? ବନ ବିନା ବଞ୍ଚି ପାରିବନି। ନେକ୍ସଟ କ୍ୱେଶ୍ଚିନ୍ 8 ନମ୍ବର ଗଲା। 9 ନମ୍ବର, ଦାସୀକୁ ନାଗରମଣି କେଉଁଠିକୁ ନିକ୍ଷେପ କଲା? ନଦୀ ଭିତରକୁ, ସାଗର ଗର୍ଭକୁ, କାମ ସିନ୍ଧୁ ପାଣିକୁ ନା କୂପ ମଧ୍ୟକୁ? କାମ ସିନ୍ଧୁ, କାମନା ରୂପକ ସିନ୍ଧୁ କୁ ନିକ୍ଷେପ ବୋଲି କୁହାଯାଇଛି। ରାଧାଙ୍କ ହୃଦୟକୁ ନିରବଧି କିଏ ଦହିଛି? କାମଦେବ ଅର୍ଥାତ୍ ପ୍ରେମର ଦେବତା କରିଛନ୍ତି। ଅର୍ଥାତ୍ 11 ନମ୍ବର ପ୍ରଶ୍ନ ହେଉଛି କୋଟି ନାଗର ଘାତ କାହା ସହିତ ତୁଳନୀୟ ବୋଲି କୁହାଯାଇଛି? ପ୍ରେମ ସହିତ, ବିରହ ସହିତ, ବିଶ୍ୱାସଘାତ ସହିତ ନା ଶତ୍ରୁତା ସହିତ? ଆନ୍ସର ହେଉଛି ବିରହ ସହିତ। ନେକ୍ସଟ କ୍ୱେଶ୍ଚିନ୍, କୁମୁଦିନୀ ବିନା କାହାର ବାଧା ହୋଇନଥାଏ? କୁମୁଦିନୀ ବିନା କାହାର ବ୍ୟାଧା ହୋଇନଥାଏ? ସୂର୍ଯ୍ୟ, ସରସୀ, ଆକାଶ ନା ବିଧି? ଆନ୍ସର ହେଉଛି ବିଧି ହେଇନଥାଏ। କାଳି ହେଲେ ବି ଶଶୀ କାହା ପ୍ରତି ଆଦର ତ୍ୟାଗ କରିପାରେ ନାହିଁ? ନିଶିପତି ଅର୍ଥାତ୍ ରାତିପତି। ବିଦେହ ପଥର ଅର୍ଥ କ'ଣ? ମରଣର ବାଟ, ଦେହହୀନ ପଥ, ଶାନ୍ତିର ମାର୍ଗ ନା ଶୂନ୍ୟ ମାର୍ଗ? ମରଣର ବାଟ। ମରଣର ବାଟ ବିଦେହ ପଥ ବୋଲି କୁହାଯାଇଛି। ଏଠି 15 ନମ୍ବର କ୍ୱେଶ୍ଚିନ୍ ଯଦି ଆଲୋଚନା କରିବା, ପୁରନ୍ଦର କିଏ? ପୁରନ୍ଦର ବୋଲି ଏଠି ଇନ୍ଦ୍ରଙ୍କୁ କୁହାଯାଇଛି। ଇନ୍ଦ୍ର ହେଉଛନ୍ତି ପୁରନ୍ଦର। କାହା ଉପରେ ପ୍ରେମ କୃଷି ବଞ୍ଚି ପାରିବ ନାହିଁ? କାହା ତାପରେ ପ୍ରେମ କୃଷି ବଞ୍ଚି ପାରିବ ନାହିଁ? ବୈଶାଖ, ଅଗ୍ନି, ଜ୍ୟେଷ୍ଠ, ସୂର୍ଯ୍ୟ? ଜ୍ୟେଷ୍ଠ ବଞ୍ଚି ପାରିବ ନାହିଁ। ଧୀରେ ରାଧା କର ଧରି କବିତାର ପତାଶକୁ କାହା ସହିତ ତୁଳନା କରାଯାଇଛି? ଦୁଃଖ ଯନ୍ତ୍ରଣା, ଦୁର୍ଯୋଗ, ରୋଗୀଗନ୍ତ ନା ଦୁର୍ଯୋଗ ନା ଦାରିଦ୍ର୍ୟ? ଦୁର୍ଯୋଗ। ପିଲେ এই 17ଟି କ୍ୱେଶ୍ଚିନ୍ ଆମେ ଆଲୋଚନା କଲେ। ବିଶେଷ କରି କବିତାର ମୂଳ ତତ୍ତ୍ୱ ହେଉଛି ଯେ ପ୍ରେମ କଲା ପରେ ଯେତେବେଳେ କୃଷ୍ଣ ରାଧାଙ୍କ ଠାରୁ ବିୟୋଗ ହୋଇଛି, କୃଷ୍ଣ ଯେତେବେଳେ ରାଧାଙ୍କୁ ଛାଡ଼ି ଦେଇ ଯାଇଛନ୍ତି ହେରି, ରାଧା କିପରି ଭାବରେ କାଳତିପାତି କରୁଛନ୍ତି ସେ ସମ୍ପର୍କରେ କବି ଅଭିମନ୍ୟୁ ସାମନ୍ତରାୟ ବିଶେଷ ଭାବରେ ଆଲୋଚନା କରିଛନ୍ତି। ଯଦି ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତେବେ এই ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ନିଜର ମତାମତ କମେଣ୍ଟ ମାଧ୍ୟମରେ ଦିଅନ୍ତୁ।